हाय हेलो नमस्ते नमस्ते आपने केमती कौन अच्छे जगते निहाती कमेंट सेक्शन जणेबे बहुत बहुत भल अच्छे आपन सो गाइस मॉर्निंग है नेक्स्ट डे तो मु काले ब्लॉग एंड करे टोटली भूल जाइतमी तो आज पूरा दिन जाक केमती कौन रोची जेहेतु आज संडे अच्छी तो कौन नॉनवेज होची कौन नहीं तो चलो जीव देखियो कौन केमती होची बाकी दिन जाक कुआडे कौन होची कौन नहीं पूरा सब पूजा ଆପଣମାନଙ୍କୁ ମୁଁ ଆଜି ଶିଖେଇବି। So guys, ଏଇଠି ସକାଳୁ ସକାଳୁ ପଳେଇ ଆସିଛି ମାଛ ଯୋଉଟା କି ଦେଶୀ ମାଛ ତ ମୁଁ ପଳେଇ ଆସିଛି ଟିକେ ବାଛିବା ପାଇଁ ତ କାଳେ କୋଉଠି କାତିବାତି ଥିବ କଣ ଥିବ ସେଇଗୁଡା ସବୁ ବଛାବୁଛି କରୁଛି ତାପରେ ହବ ମାଛ ତରକାରୀ। କଣ କରୁଛନ୍ତି ପରିବା ଆସିବ ଜଗିବ ଖାଲି ଗାଧେଇ ପଡିଆ ଖୁଡି କାଲିଠୁ ଆସିଲୁଣି ହଁ ହଁ ଭଲ ଅଛି ହଁ ହଁ ସେଇଠି ମୁଁ ଗାଧେଇ ପାଧେଇ ପଳେଇ ଆସିଲି ଶାଢୀରେ ଚେଞ୍ଜ କରିକି ସିନ୍ଦୁର ଲଗେଇକି ଯିବି କଣ କରିପାରୁଛି ଦେଖିବି। ଆମେ ଯେଉଁ ଗାଧେଇ ଗାଧେଇ ସାରିଲେଣି ଖାଇବା ଯେଉଁଟାକି ମୋ ଶାଶୁ ତିଆରି କରୁଛନ୍ତି ପିଠା ତ ଚାଲନ୍ତୁ ଦେଖିବା। ଏଇଠି ମୋ ଧନ ପାଇଁ ଆକ୍ଚୁଆଲି ଲାଗିଯାଇଛି ଦୋଳି ତ ସେ ଦୋଳିଟାକୁ ନା ଜମା ଛାଡ଼ିଲାନି 3-4 ଦିନ ରହିଲୁ ପୁରାପୁରି ସେ ଦୋଳି ହିଁ ପାଖରେ ହିଁ ବସିକି ରହିଲା ଜମା ଛାଡ଼ିଲାନି ତାକୁ ମଜା ଲାଗୁଥିଲା ଦୋଳି ଖେଳିବା ପାଇଁ ତ ସେଠି ଖେଳୁଛନ୍ତି ଏଠି ନା ବର୍ଷା ଝିପିଝିପି ଷ୍ଟାର୍ଟ ହେଇଯାଇଛି ଆଣ୍ଡ ବହୁତ ବଢ଼ିଆ ପାଗ ହେଇଯାଇଛି ତା ସହିତ ଆଜି ଖାଇବା ଗୋଟେ ପୁରା ଅଲଗା ପ୍ରକାର ହବ ଆଣ୍ଡ ଏଠି ଆମର ପିଠା ହଉଛି ଚୁଲିରେ ଯୋଉଟା କି ଉଷୁନା ପିଠା ଯୋଉଟା କି ମୋର ଫେଭରେଟ ଏଠିକି ଆସିଲା ପରେ ହେଇଯାଇଛି ଆଣ୍ଡ ଆମ ଘରେ ସକାଳୁ ସନ୍ତୁଳାଟା କମ୍ପଲସରି ମୋ ଶାଶୁ ଘରେ ସନ୍ତୁଳା କମ୍ପଲସରି ସକାଳୁ ସକାଳୁ ସନ୍ତୁଳା ପିଠା ସେଇଠି ଆମର ପଳେଇ ଆସିଲା ଛତୁ ଯୋଉଟା କି ଆମର ବେସର ବଟା ହେଇଛି ଯୋଉଥିରେ କି ଅଛି ବେସର ଟିକେ ଜିରା ଅଦା ରସୁଣ ପିଆଜ ଛୋଟଟେ ଏମିତି ପଟା ମାନେ କଟା ହେଇକି ବଟା ହେଇଥିଲା ତ ତା ସହିତ ଛତୁ ଆଉ ଟିକେ ହାଲକା ଆଳୁ ମିଶେଇକି ତାକୁ ଗୋଳେଇ ନେଇକି ଛତୁ ବେସର ଟାଇପର ହେଇଥିଲା ତ ତାକୁ ନେଇ ଆସିଲେ ଗୋଟେ ପତ୍ରରେ ପକେଇ ନେଲେ ତାପରେ ତାକୁ ବାନ୍ଧିଦେଲେ ଭଲସେ ଯେହେତୁ ଛତୁ ପତ୍ର ପୋଡା ହବ ତ ମୋ ହଜବେଣ୍ଡଙ୍କର ନା ଏଇ ଛତୁ ପତ୍ର ପୋଡାଟା ବହୁତ ମାନେ ବହୁତ ଭଲ ଲାଗେ ସେ ପତ୍ର ପୋଡା ପାଇଁ ପାଗଳ କାରଣ ସେ ତାଙ୍କର ଛୁଆ ବେଳୁ ଏମିତି ଖାଆନ୍ତି ସବୁବେଳେ ତ ଅଟୋମେଟିକ ଯିଏ ଛୁଆ ବେଳୁ ଯୋଉ ଟେଷ୍ଟ ଜାଣିଥିବ ସେଟା ତାକୁ ବି ଚେଞ୍ଜ ହିଁ କରିପାରିବନି ତ ମୋ ଶାଶୁଙ୍କର ଯେହେତୁ ଅଲଗା କାମ ଥିଲା ତ ସିଏ ଉଠିକି ପଳେଇଲେ ଗାଧାବାଧି କରିକି ଠାକୁର ପୁଣି ପୂଜା କରିବେ ସେଥିପାଇଁ ତ ସେ ଏଠି ଏପଟେ ନେଇ ଆସିଲେ ନିଆଁ ଟିକେ ଯୋଉଥିରେ କି କୋଇଲା କରିକା ମାନେ ଯୋଉ ନିଆଁ ସବୁ ନେଇ ଆସିଲେ କାଠର ଯୋଉ ଅଙ୍କାର ଗୁଡା ଥିଲା ତ ତା ଦେହରେ 2ଟା ପତ୍ରକୁ ପକେଇ ନେଲେ ପତ୍ର ପୋଡା ହବ ବୋଲି ଆଣ୍ଡ ଏଇଟା ଆମେ ନେକ୍ସଟ ଡେ ଖାଇଥିଲୁ ନା କି ସଣ୍ଡେ ଦିନ ଖାଇଥିଲୁ ଯେହେତୁ ହଉଥିଲା ବୋଲି ସେଇଦିନ ହେଇକି ରଖାଯାଇଥିଲା ତ ହାଲକା ଟିକେ ହାଲକା ଉଷୁମ କରି ଖିଆ ହଉଥିଲା ଆଉ ଏଇଟା ହେଇଗଲା ଆମର ଛତୁ ପତ୍ର ପୋଡା ତାପରେ ଏଠି ମାଛ ପତ୍ର ପୋଡା ହବ ତ ଏଇଠି ସେମିତି ବେସନ ଯୋଉ ଟାଇପର ବାଟିଥିଲେ ଆକ୍ଚୁଆଲି ଆମର ନା ମାନେ ଚାର ବହୁତ ଆଇଁଷକୁ ନେଇକି ତ ସେଥିପାଇଁ ଏଇଥିରେ ହିଁ ମାନେ ମା ଆଉ କଂସାରେ ନ ଗୋଳେଇକି ସେ ଜଷ୍ଟ ହାଲକା ହାତରେ ଦେଇ ଦେଇଥିଲେ ଇଏ କରିକା ମାନେ କଣ କହିଲେ ମସଲାଟା ଦେଇ ଦେଇଥିଲେ ତ ସେଇଥିରେ ଲୁଣ ପଡି ଯାଇଥିଲା ଟିକେ ହାଲକା ତେଲ ସୋରିଷ ତେଲ ଯୋଉଠି ମାଛର ଇଏଟା ଯିବ ବୋଲି ତାପରେ ଏଠି ମସଲା ଯେତିକ ଥିଲା ତାକୁ ଭଲସେ ମୋ ହଜବେଣ୍ଡ ଗୋଳେଇ ଦଉଛନ୍ତି ତାକୁ ପୁଣି ବାନ୍ଧି ବୁନ୍ଧିକି ପୁଣି ସିଲ୍ କରିଦେଇକି ତାକୁ ବି ପୋଡା କରିବା ଆଣ୍ଡ ମୁଁ ତ ମାନେ ହୋଟେଲ ମାନଙ୍କରେ ବାହାଘର ଯାଇଛି ସେମାନଙ୍କର ପତ୍ର ପୋଡା ଖାଇଛି ମୁଁ କିନ୍ତୁ ତାଠୁ ନା
ସତ କଥା କହୁଛି 100 ଗୁଣର ଅଧିକ ଏଇଟା ମତେ ଭଲ ଲାଗେ, କାରଣ ଯାହା ବି ହେଲେ ଇଏ ପୁରା ଭଲସେ ସିଝିକି ଭଲସେ ହେଇଛି। ଆଣ୍ଡ ମତେ ଲାଗିଲା ତରକାରୀ ଅପେକ୍ଷା ପତ୍ର ପୋଡାଟା ହିଁ ବହୁତ ଭଲ ଟେଷ୍ଟ ଥିଲା। ତ ଏଠିକି ଆମର ପତ୍ର ପୋଡା ପଡିଗଲା, ମାନେ ମାଛଟା ପଶିଗଲା। ଆଉ ଏଠି ଆମର ଯୋଉ ପଶିଥିଲା କଣ କହିଲି, ଛତୁ ବି ଆସ୍ତେ ଆସ୍ତେ ହେଇ ଆସିଲାଣି, ସବୁ ପୋଡିଗଲାଣି ସାଇଡରେ, ଏଇ ଜଣା ପଡୁଛି। ତ ସେ ଏବେ କଢା ହେଇଯିବ ସବୁ ଯାକ। ବହୁତ ବଢିଆ କିଣା ହେଇଥିଲା, ଲିଟରାଲି କହୁଛି। ଆଣ୍ଡ ବହୁତ ବଢିଆ ଟେଷ୍ଟ ବି ହଉଥିଲା। ଆମ ସହର ମାନଙ୍କରେ ତ ଆଉ ଚୁଲି ହିଁ ନାହିଁ କହିବାକୁ ଗଲେ, ତ ଏ ପୋଡା କରିକା କୁଆଡେ ଆସିବ। ଆଣ୍ଡ ଯୋଉ କୋଇଲାରେ ପୋଡୁଛନ୍ତି ଇଏ କରୁଛନ୍ତି, ତାର ଟେଷ୍ଟ ଅଲଗା, ଆଣ୍ଡ ୟା ଟେଷ୍ଟ 100 ଗୁଣରେ ଅଲଗା। ତ ଏଇ ଦେଖନ୍ତୁ କେତେ ସୁନ୍ଦର ଦେଖା ଯାଉଛି ପତ୍ର ପୋଡା। ସେପଟେ ଆମର ଆଳୁ ବସେଇଛି ସିଝିବା ପାଇଁ ମାଛ ହବ ବୋଲି, ମାନେ ମାଛ ତରକାରୀ। ଆଣ୍ଡ ଏଇଠି ମୋ ପୁଅର ମୋର ମସ୍ତି। ଏ କଣ ହଉଛି? ତ କୁଆଡେ ଆଇଛ? କୁଆଡେ ବୁଲିବାକୁ? ତମ ଗଲୁ? ଗାଇସ୍ ଆମର ଏଠି ଛତୁ ପତ୍ର ପୋଡା ଆଉ ହଉଛି କଣ କହିଲେ, ମାଛ ପତ୍ର ପୋଡା। ତ ଆପଣମାନଙ୍କୁ ତ ଦେଖଉଛି କେମିତି କଣ ହଉଛି। ମସଲାଟା ବାଟିଲା ବେଳକୁ ଆଉ ମୁଁ ରେକର୍ଡିଂ କରିନି, କାହିଁକିନା ଲାଇନ ଯିବା ଆସିବା ହଉଥିଲା। ତ ଯେତେବେଳେ ଲାଇନ ଆସିଛି ସେ ସାଙ୍ଗେ ସାଙ୍ଗେ ପୋଡି ଦେଇଛନ୍ତି ମୋ ମା ଶାଶୁ। ତ ଛତୁ ପତ୍ର ପୋଡା, ମାଛ ପତ୍ର ପୋଡା ସବୁ ହଉଛି ଆଜି। ପୁରା ମାନେ ଭଲସେ ଖିଆ ହବ, ତା ସହିତ ଆଳୁ ପୋଡା ବି ହବ। କାରଣ ଚୁଲିର ଗୋଟେ ଜିନିଷ ନା ବହୁତ ବଢିଆ ଲାଗେ। ଚୁଲି ଆପଣ ମାନେ କିଏ ମାନେ ମୋ ସହିତ କିଏ ରିଲେଟ କରୁଥିବେ କହିବେ, ଚୁଲିର ଜିନିଷ ଖାଇବା ପାଇଁ କାହାକୁ କାହାକୁ ପସନ୍ଦ ମତେ କହିବେ। ଚୁଲିରେ ରାନ୍ଧୁଥିବା ଜିନିଷ, ଯେହେତୁ ମୁଁ ଏଟେ ବଡ ମୋଟି ପ୍ଲସ ମାନେ ସେଟା ଗୋଟେ ଛୋଟ ଜାଗାଟା, ତଥାପି ମୋ ଶାଶୁ ଶ୍ୱଶୁର ଏବେ ମାଛ ଭାଜୁଛନ୍ତି, ମାଛ ତରକାରୀ ବି ହବ, ମାଛ ଝୋଳ ତା ସହିତ ମାଛ ପତ୍ର ପୋଡା। ଏବେ ଖରାବେଳ ଟାଇମରେ, ରାତି ଟାଇମରେ ଛତୁ ପୋଡା ହେଇଛି, ଛତୁ ପୋଡା ଖିଆ ହବ। ଆଉ ତରକାରୀ ଫରକାରୀ କଣ କରାହେଲେ ପିଠା କି ରାତିରେ କଣ ଖିଆ ହବ ଦେଖିବା, ଦିନ କେମିତି କଣ ରହୁଛି। ଆଣ୍ଡ ମୋ ପୁଅର ତ ଏତେ ମସ୍ତି ମାନେ କୁହନ୍ତୁନି। ତାର ଯେହେତୁ ଲାଗିଯାଇଛି ଗୋଟେ ଦୋଳି, ସେ ପୁରା ଏନ୍ଜୟ କରୁଛି। ସେ ଦେଖିବା କେମିତି କଣ ହଉଛି ଆଗକୁ। ସୋ ଗାଇସ୍ ଏଇଠି ମା ପଳେଇ ଆସିଛନ୍ତି ଠାକୁର ପୂଜା କରିବା ପାଇଁ। ତ ଏଠି ଆମେ ସବୁ ବାହାରେ ସବୁ ବସିକି ଏମିତି ଏପଟ ସେପଟ ଦେଖୁଛୁ। ଆଣ୍ଡ ଯେହେତୁ ମା ଛୁଅନ୍ତିନି, ସେଥିପାଇଁ ସେ ପଳେଇ ଆସିଥିଲେ ପୂଜା କରିବା ପାଇଁ। ତ ଏଇଠି ମୋ ବାପା ବସେଇଛନ୍ତି ମାଛ ତରକାରୀ କରିବେ ବୋଲି। ଯେହେତୁ ମାନେ ମା ଆଇଁଷ ହେରିକା ଛୁଅନ୍ତିନି, ସେଥିପାଇଁ ବାପା ହେରିକା କରନ୍ତି। ବାପାଙ୍କର ମାନେ ଆମର କରୁ, ତ ମା ଜମା ବି ଛୁଆଁଛୁଇଁ କରନ୍ତିନି, ଯେହେତୁ ସେ ସେମିତି ଲୋକ। ମାନେ ଯେହେତୁ ସେ ଗୋଟେ ନେଇଛନ୍ତି, ତ ତାଙ୍କ ଇଏରେ ସେ କରନ୍ତି। ଆଣ୍ଡ ଏଇଠି ତରକାରୀ ହେରିକା ଆସ୍ତେ ଆସ୍ତେ ହେଇ ଆସିଲା। ଆଣ୍ଡ ଏଠି ଆସ୍ତେ ଆସ୍ତେ ଗୋଟେ ଗୋଟେ ମାଛ ବି ପଡିଲା। ଆଣ୍ଡ ହଁ, ଆରି ଭିତରେ ମୋ ଶାଶୁ କଣ କଲେ, ଠାକୁର ପୂଜା କରିଥିଲେ, ଯେହେତୁ କରିନଥିଲେ। କାରଣ ଅବଭିୟସଲି ସକାଳୁ ବ୍ରେକଫାଷ୍ଟ କରିବା, ଲଞ୍ଚ କରିବା, ପ୍ରିପାରେସନ କରି ଗଲା ବେଳକୁ ଲେଟ୍ ହିଁ ହେଲା। ତ ଏଇଠି ମାଛ ଦିଟା ହଉଛି, ସେପଟେ ପୋଡା ବି ହଉଛି। ଆଣ୍ଡ ଏଠି ମୋର ମା ପଳେଇ ଆସିଥିଲେ ପୂଜା କରିବା ପାଇଁ, ଯୋଉଟା କଣ ଗୋଟେ କଥାବାର୍ତ୍ତା ହଉଥିଲେ, ମୁଁ ତ ମ୍ୟୁଟ କରିଦେଇଛି। ସେ ପୁରା ଜୋରଦାର ମାନେ କଥାବାର୍ତ୍ତା ଗୋଟେ ଚାଲିଥିଲା ମା ପୁଅଙ୍କର। ତ ସେଇଠି ମା ଆମର ଠାକୁର ପୂଜା କରୁଛନ୍ତି। ଠାକୁର ମାନଙ୍କୁ ବଢିଆ କିନା ଫୁଲରେ ସଜେଇଦେଲେ। ଆଣ୍ଡ ଏଇଟା ଦେଖିଲେ ନା ବହୁତ ଖୁସି ଲାଗେ ଆକ୍ଚୁଆଲି। ଯେହେତୁ ତ ମୋ ପୁଅ ଘରେ ଖେଳୁଛନ୍ତି, ଆଣ୍ଡ ଏଠି ମାଛ ପୋଡା ହେଇଗଲା। କେତେ ସୁନ୍ଦର ଦେଖାଯାଉଛି ମାଛ ହବାକୁ, ବହୁତ ବଢିଆ ଦେଖାଯାଉଛି, ମାନେ ପୁରା ରେଡ ହେଇକି ହେଇଛି। ତ ଗୋଟେ ଇଏ କଣ କଲି ନା, ଗୋଟେ ଚାମଚରେ ଆସ୍ତେ ଆସ୍ତେ କାଢିଦେଲି। ଯେହେତୁ ପାଉଁଶ ଘରିକା ଥିଲା ନା, ପାଉଁଶ ଲାଗିଯାଇଛି ମାନେ ବାଲିଆ ଲାଗିବ। ବାକି ହଁ, ଟିକେ ହାଲକା ଫୁଲକା ତ ଟିକେ ବାଲିଆ ଲାଗିଲା, ବଟ୍ ଷ୍ଟିଲ୍ ବହୁତ ବଢିଆ ଲାଗିଲା। ମାନେ ଲିଟରାଲି କହୁଛି, ମତେ ବହୁତ ବଢିଆ ଲାଗିଲା। ମୁଁ ଭାବୁଛି ଏଥରକ ଆମର ଯେବେ ବି କୋଉଠି ଯଦି ଚୁଲିରେ କଣ ହେଲା ନା, ମୁଁ କହିବି ନିହାତି ହଁ ପତ୍ର ପୋଡା କରିବେ ବୋଲି। ତ ଏଠି ମାଛ 4 ଜଣ ତରକାରୀ, ବସିଛନ୍ତି, କେତେ ଜଣ ତମେ ଦେଖାଯାଉନି? ଇଏ ମାନେ ଭଜା ଆଣ୍ଡ ଇଏ ଖାଇଦେଲୁ। ଆଣ୍ଡ ସନ୍ଧ୍ୟାବେଳେ ମୁଁ ଶୋଇଥିଲି, ଆକ୍ଚୁଆଲି ମୋ ଦେହ ଭଲ ନଥିଲା, ମୁଁ ଶୋଇଥିଲି। ତ ହଜବେଣ୍ଡ ମୋର ମ୍ୟାଗି କରିଦେଇଥିଲେ, ତ ଆମେ ସମସ୍ତେ ମିଶିକି ମ୍ୟାଗି ଟିକେ ଖାଇ ନେଇଥିଲୁ। ତାପରେ ରାତିରେ ଆମର ହବ ପିଠାକୁ ବୁଟ ଆଳୁ କଖାରୁ ତରକାରୀ। ତ ଏମିତି କିଛିଟା ଦିନର ବ୍ଲଗ ଥିଲା। ଆପଣମାନଙ୍କୁ କେମିତି କଣ ଲାଗିଲା ମତେ ନିହାତି କମେଣ୍ଟ ସେକ୍ସନ ଜଣାଇବେ। ଆଉ এই ବ୍ଲଗଟା ଯଦି ଭଲ ଲାଗିଥିବ ଦେନ୍ ପ୍ଲିଜ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ କରିଦେବେ, ଆଉ ପାଖରେ ଥିବା ବେଲ ଆଇକନ ପ୍ରେସ୍ କରିଦେବେ, ଯାହାଫଳରେ ମୁଁ ଯେବେ ଭିଡ଼ିଓ ପକେଇବି ଆପଣଙ୍କ ପାଖକୁ ନୋଟିଫିକେସନ ଯିବ।